स्वागतम स्वागतम बंधु नववर्षर शुभेच्छा हार्दिक अभिनंदन 2025 मसीहा आपण समस्त सुखर कारण हो सब दुख को हरण करो ईश्वर आपण कल्याण करंतु। हे सखा आज आम परा कुंभ राशि 3 नक्षत्र को नहीं किसी आलोचना करिबा। 3 नक्षत्र की फल पाइबे शनि महाग्रह 3 नक्षत्र को की सुसंवाद देवे केते दुख हरिवे केते सुख अजाड़े से विषय आलोचना करिबा। ये साथी गोटे कथा मो मुंड को आसुची मु पचारुची कहले वाला आपणकर प्रिय किए आपण को बेसी किए भल पाए किए बो माने मामा ना बापा ना भाई ना भौणी ना सांग सखात संगात साथी ना आपण को भल पाए जड़े किए मु ना भगवान ना किए ताले सब तो ना 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 आपण को भल पाए आपण को शरीर आपण को देह तोर गागर गागर माने पश्चिम ओडिशा देह तेणु देह यदि ठीक ठाक मन ठीक ठाक देह मन दीटांग जदि ठीक ठाक ताहले तमे ठीक ठाक संसार ठीक ठाक। देह को पीड़ा दिए रोग से रोग इतने जंत्रणा दिए कोई हुए ना सही हुए ना समस्ते आहा आहा कहे औषध देवे आमुषी देवे किंतु पीड़ा कौन किए नेबे से अकुहा वेदना भारी कष्ट दब मन को पीड़ा दब अपमान देह को पीड़ा दब रोग मन और देह को उभय को पीड़ा दब अभाव। गरुड़ पचारे भूषंड काक को ये संसार रे दुखी किए उत्तर आसला दरिद्र। ये सब कारण मु आपण मानक सतर्क कर दौछि मो बोल टिके मानिबे कथा टिके रखिबे कहीं ना ये जो 30 मास 2.5 वर्ष शनि महाराज मीन राशि रहिबे से 3 नक्षत्र को शारीरिक जंत्रणा देवे शारीरिक जंत्रणा अकुहा वेदना से पुणी अजागारे एबे सब जानी सुनी आमे जदि सतर्क न होबा ताहले भारी कष्ट हबो। मु अनेक थर कहलिनी किसी प्रायश्चित करिबा बाड़ी अमला मूल को कुंभ राशि स्टील डेउरे कला सूतारे पुरुष डाहाण हाथ रे स्त्री बाम हाथ रे बांधिबा अथवा दशरथ पाठ करिथिबा शनि स्तोत्र पढ़िबा किंबा विश्वामित्र लिखिथिबा राम रक्षा कवच स्तोत्र पढ़िबा अथवा
ବିରି ତିଆରି ଖାଦ୍ୟକୁ କୌଣସି କଳା ବ୍ରାହ୍ମଣକୁ ଖୁଆଇବା ଅଥବା ବୁଲା କୁକୁର କଳା ରଙ୍ଗର ବୁଲା କୁକୁର କୁଆଙ୍କୁ କିଛି ବିରି ଖାଦ୍ୟ ଦେବା ଅଥବା ଶୟନେ ସ୍ୱପନେ ଜାଗରଣେ ରାମ 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 ଜପିବା ରାମ 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 ଜପୁଥିବା ଯାହା କରୁଥିବା। ମୋର ଭରସା ଆଉ ବହୁତ ଲୋକର ଭରସା, ଅନେକ ଲୋକ ବିଚାର କରନ୍ତି, କହନ୍ତି ରାମ ଏ ଦୁଇଟି ଅକ୍ଷରକୁ ଯିଏ ଶ୍ରଦ୍ଧା ଭକ୍ତିରେ ପାଠ କରେ ତାକୁ ସ୍ୱୟଂ ହନୁମାନ ଜଗି ରହନ୍ତି। ଆସନ୍ତୁ ଦେଖିବା କ'ଣ ଲେଖିଛନ୍ତି ନାହକ ମହାଶୟ। କୁମ୍ଭ ରାଶି ଧନିଷ୍ଠା ନକ୍ଷତ୍ର ମାନେ 23 ନକ୍ଷତ୍ର, କୁମ୍ଭ ରାଶି ହେଲା 11 ନକ୍ଷତ୍ର 11 ସଂଖ୍ୟା, ତାହେଲେ ଧନିଷ୍ଠା କୁମ୍ଭ ମାନେ 23 ବିଭକ୍ତ 11 କୋଡ଼ ନମ୍ବର 3 ଅର୍ଥ ଲାଭ, ଅଭାବ ପଡ଼ିବନି, ବିଭିନ୍ନ ଦିଗରୁ ହାତକୁ 2 ପଇସା ଆସିବ। ହଁ, କାହା ପାଖରେ ହାତ ପାତିବାକୁ ପଡ଼ିବନି, ଅର୍ଥ ଲାଭ, ଶନି ମହାଶୟ ଅର୍ଥ ଦେବେ। ଆଉ କ'ଣ ଦେବେ? ଗୁହ୍ୟେ ମୃତ୍ୟୁବତ୍ ପୀଡ଼ା, ଗୁପ୍ତ ଅଙ୍ଗରେ ଅସହ୍ୟ ଯନ୍ତ୍ରଣା, ଖାଲି ଯେ ଗୋଟାଏ ଜାଗାରେ ବା 2ଟା ଜାଗାରେ ପୀଡ଼ା ହେବନି ତ, ସେଇ ପୀଡ଼ା ସଂକ୍ରାମକ ରୋଗ ଭଳି ସାରା ଶରୀରକୁ କଷ୍ଟ ଦେବ। ଅର୍ଥ ଆସିବ ଆଉ ରୋଗ ଆସିବ। ଭଲ ସମୟ ନୁହେଁ, ଏଣୁ ରକ୍ଷା କବଚ ଧାରଣ କର, ଡେଉଁରିଆ ପିନ୍ଧ। ବିଭିନ୍ନ ଦିଗରୁ ଅବଶ୍ୟ ବହୁ ଅର୍ଥ କରଗତ ହେବ, ମାତ୍ର ବହୁ ସମୟରେ ଶାରୀରିକ ଦୁଃଖ ଭାରି କାଟିବ। କହି ହେବନି କି ସହି ହେବନି, କହିଲେ ପାଖ ଲୋକ ବୁଝିପାରିବେନି, ଦୈହିକ ସମସ୍ୟା ଗୁରୁତର ହେବ, ଗୁପ୍ତ ଅଙ୍ଗରେ ଭୟଙ୍କର ପୀଡ଼ା ହେବ, ଏହି ଦିଗରେ ବହୁ ଅର୍ଥ ବ୍ୟୟ ହେବ। ପୂର୍ବ ଧର୍ମ ଯଦି ଥିବ ସେଇ ଧର୍ମ ହିଁ ସୁରକ୍ଷା ଦେବ। ଏଣୁ ଏବେଠାରୁ ପରୋପକାର କର, ଭୋକିଙ୍କୁ ଖାଦ୍ୟ, ଶୋଷୀକୁ ଜଳ ଦିଅ, କଷ୍ଟ କମିଯିବ। ଯେ ସବୁବେଳେ ଗୋଟେ କଥା ମନେ ରଖିଥିବ ଯେ ମୁଁ ଦେବି, ନେବିନି କାଠୁ। ଆମେ ତ ଖାଲି ମାଗୁଛେ, ଆଉ ବିଭିନ୍ନ ଉପାୟରେ କୌଣସି ଉପାୟରେ ଲୋକଙ୍କୁ ହଇରାଣ କରି ମାଗୁଛେ। ଆଉ ଆମେ ଯେଉଁ ତାଙ୍କୁ ମାଗିକିରି କଷ୍ଟ ଦେଉନେ, ତାଙ୍କ ଦୁଃଖକୁ ନିମନ୍ତ୍ରଣ କରି ଆଣୁଛେ ଆମ ଘରକୁ। ଆ ବଳଦ ମୋତେ ବିନ୍ଧି, ଅନ୍ୟ ଆଖିରୁ ଲୁହ ଝରେଇ କେହି କେବେ ସୁଖୀ ହେଇନି। ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ମୁଁ ତା ପିଠିରେ 2 ବିଧା ମାରି ସବୁ ଆଦାୟ କରିଦେଲି। ନାଇଁ 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 ନାଇଁ, କିଛି ଲାଭ ହବନି, ଖାଲି ଏଇ ଶାରୀରିକ ଯନ୍ତ୍ରଣା ହବ। ଦେଖିବା ତାପରେ କ'ଣ ଅଛି। କୁମ୍ଭ ରାଶି ଶତବିଶା ନକ୍ଷତ୍ର 24 ନକ୍ଷତ୍ର 11 ରାଶି 24 ବିଭକ୍ତ 11, କୁମ୍ଭ ରାଶି ଶତବିଶା ନକ୍ଷତ୍ର କୋଡ଼ ନମ୍ବର 4 ସର୍ବ ସୁଖ, ସବୁ ସୁଖ ମିଳିବ। ବନ୍ଧୁ, ସନ୍ତାନ, ଦାମ୍ପତ୍ୟ, ପାରିବାରିକ, ସାମାଜିକ, ଏଇଭଳି ସବୁ ଆର୍ଥିକ ସବୁ ସୁଖ ମିଳିବ। କିନ୍ତୁ ଦୈହିକ ସୁଖ, ନିରୋଗ ସୁଖ ମିଳିବନି। ସେଇ ଗୋଟିଏ ଅସୁବିଧା ହେଉଛି ଆଉ କୁମ୍ଭ ରାଶି ପାଇଁ ସେ ଅସୁବିଧା। ମୃତ୍ୟୁବତ୍ ପୀଡ଼ା, ପୁଣି ଗୁହ୍ୟେ ମୃତ୍ୟୁବତ୍ ପୀଡ଼ା। ଏଇ ଶନି ମହାରାଜ ସେ ହେଲେ ସେଇ ଗୁପ୍ତ ଅଙ୍ଗର ଅଧିକାରୀ ପରା। ନବଗ୍ରହ ମଧ୍ୟରୁ ଶନି ହେଲେ ଗୁପ୍ତ ଅଙ୍ଗର ଅଧିକାରୀ, ସେଇ ଅଙ୍ଗକୁ ସେ ସୁରକ୍ଷା ଦିଅନ୍ତି। ସେ ଯେହେତୁ ସ୍ଥାନାନ୍ତରିତ ହେବେ, ସୁରକ୍ଷା ଦେଇପାରିବେନି, ନୂଆ ନୂଆ ପର ଘରକୁ ଯିବେ, ବୃହସ୍ପତି ଘର ମୀନ ରାଶି, ତେଣୁ ସେ ପୀଡ଼ା ଦେବେ। ଆଉ କଥା କ'ଣ କି ଆପଣ ଜାଣନ୍ତି, ରୋଗୀ ଏକା ଜାଣେ ରୋଗର ଯନ୍ତ୍ରଣା, ମନ୍ତ୍ରୀ ସିନା କରେ ଉତ୍ତମ ମନ୍ତ୍ରଣା।
ରୋଗୀ ଏକା ଜାଣେ ରୋଗର ଯନ୍ତ୍ରଣା, ମନ୍ତ୍ରୀ ସିନା କରେ ଉତ୍ତମ ମନ୍ତ୍ରଣା। ରୋଗ ଏତେ ଦୁଃଖ ଦିଏ, ସେତେ ଦୁଃଖ ଶତ୍ରୁ ଦେଇପାରେ ନା। ସବୁ ଥାଇ ଯଦି ଦେହ ଭଲ ଲାଗୁନି, ତେବେ ସବୁ ସୁଖ ତୁଚ୍ଛ ଲାଗିବ, ସବୁ ସୁଖ ଚୁଲିକି ପଳେଇବ। ଆପଣଙ୍କର ସେହିପରି ସମୟ ଆସିବ। ପୁତ୍ର, ପତ୍ନୀ, ଗୃହ, ବନ୍ଧୁ, ଧନ, ଗୋରୁ, ଜମି, ସୁନା, ରୂପା, ହୀରା, ଲୀଳା, ବତୀ, ମାଣିକ୍ୟ ସବୁ ମିଳିବ। ସବୁଆଡ଼ୁ ଶୁଭ ଖବର ପାଇବେ। ସମସ୍ତେ ଶାନ୍ତି ସୁଖରେ ଅଛନ୍ତି ଶୁଣିବେ। ମାତ୍ର ଆପଣ କାହାକୁ ଶୁଣେଇ ପାରିବେନି ଯେ ଆପଣ ସୁସ୍ଥ ଅଛନ୍ତି। ଆପଣ ଗୁପ୍ତ ଅଙ୍ଗରେ ଅସହ୍ୟ ଯନ୍ତ୍ରଣା ହେଉଛି କହିଲେ ସମସ୍ୟା କେତେ ଗୁରୁତର। ଏଣୁ ଡେଉଁରିଆ ବାନ୍ଧନ୍ତୁ, ଶାନ୍ତି ସୁଖ ପାଇବେ। ରାମରକ୍ଷା କବଚ ପାଠ କରନ୍ତୁ, ଶାନ୍ତି ଓ ସୁଖ ପାଇବେ। ଦକ୍ଷିଣକାଳୀ ମନ୍ଦିରକୁ ଯାଇ ସନ୍ଧ୍ୟାବେଳେ 5 ମିନିଟ୍ ବସନ୍ତୁ। ମା'କୁ ଆପାଦ ମସ୍ତକ ଦେଖନ୍ତୁ। ଆଗେ ପାଦ ଦେଖିବେ, ଭୂମିଷ୍ଠ ପ୍ରଣାମ କରିବେ। କାଳିକା ମାତା, କାଳିମା, କାଳିମା ଆମ ଓଡ଼ିଆ ଭାଷାରେ କହିବା, ଆମ କାହିଁ ସଂସ୍କୃତ ପଢ଼ିବା। କାଳିମା ଲୋ, କାଳିମା ଲୋ, ମାଲୋ 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 ଦୟାକର କହିବା କିଛି ସମୟ। ଓಂ ସଂ ଶନୈଶ୍ୱରାୟ ନମଃ, ଓಂ ସଂ ଶନୈଶ୍ୱରାୟ ନମଃ ଜପିବା। ଚେଷ୍ଟା କରିବ ଅଧିକା ଜପିବା ପାଇଁ। ଶନିଙ୍କର ଇଷ୍ଟ ବା କାଳୀ, ଦକ୍ଷିଣ କାଳୀ। ବାସ୍, ଏଟାକୁ ଅତି କମରେ 9 ଥର, ନହେଲେ 18, 27 ଏମିତି ବଢ଼ିଯିବା, 54, 108 ଯେତେ ପାରିବା ଜପିବା, ଦୁଃଖ ଦୂର ହବ। ଆଚ୍ଛା, ତାପରେ ସେଇ ମନ୍ଦିରକୁ ଯିବା ପୂର୍ବରୁ ବା ଆସିବା ପୂର୍ବରୁ ଏଇ ମନ୍ଦିର ଆଗରେ କିଛି ଦୀନ ଦୁଃଖୀ ବସିଥାନ୍ତି। ତାଙ୍କୁ ଯଦି ଶକ୍ତି ଥିବ, ଅର୍ଥ ଥିବ, ଦେଇକିରି ଯିବା। କଳା ଷଣ୍ଢ ବା କାଳି ଗାଈ, କଳା ଷଣ୍ଢ ବା କାଳି ଗାଈକୁ ଯଦି ଆମେ ମୁଠେ ଘାସ ପତ୍ର ଖୁଆଇଦେବା, ତା ପିଠିକି ମୁଣ୍ଡକୁ ଆଉଁସି ଦେବା, ତାହେଲେ ଦୟା ହେବ, ମଙ୍ଗଳ। ଏଥରକ ତୃତୀୟ ନକ୍ଷତ୍ର କ'ଣ ହେଲା? କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ର, 25 ନକ୍ଷତ୍ର ପୂର୍ବଭାଦ୍ର, ଆଉ କୁମ୍ଭ ରାଶି ତ 11। ଆଉ ହେଲେ କୋଡ଼ ନମ୍ବର ହେଲା 5, ଧର୍ମ ଲାଭ। ସେଇଟା ଭଲ କଥା ନା। ଅର୍ଥ ପଳେଇବ, ମା କୁରୁ ଧନ ଜନ ଯୌବନ ଗର୍ଭମ୍। ଶଙ୍କରାଚାର୍ଯ୍ୟ ଲେଖିଲେ ନା, ଧନ ଜନ ଯୌବନ ସବୁ ପଳେଇଯିବ, ସବୁ ପଳେଇବ, କେହି ପାଖରେ ରହିବେନି। ଏକା ଆସିଥିଲେ, ଏକା ଯିବା, କିନ୍ତୁ ଯେତିକି ଧର୍ମ କରିଥିବା ସେ ଧର୍ମ ଆମକୁ ଛାଡ଼ିଯିବନି, ଧର୍ମ ଲାଭ ହବ। 25 ନକ୍ଷତ୍ରର ପୂର୍ବଭାଦ୍ରର। ମୁଖେ ସୌଖ୍ୟମ୍, ତାର ଅର୍ଥ ହେଲା ଆପଣ ହସିବେ, ମନ ଖୋଲା ହସ ହସିବେ, ରୋଗ ଟିକେ କମିବ, ପୁରା କମିବନି, ଶତ୍ରୁ ଦମନ ହବ, ହସିବେନି। ଋଣ ମୁକ୍ତ ହେବେ, ହସିବେନି। ନୂଆ ନୂଆ ବନ୍ଧୁ ମିଳିବେ, ହସିବେନି। ପିଲାମାନଙ୍କର ବିକାଶ ହବ, ହସିବେନି। ଦାମ୍ପତ୍ୟ ଜୀବନରେ ଜୀବନ ସାଥୀ ଉଛୁଳା ପ୍ରେମ ପ୍ରଦାନ କରିବ। ମନେ କରନ୍ତୁ ଆପଣ ସ୍ତ୍ରୀ ଲୋକ ବାହାରୁ ଖଟି ଖଟି ଆସି ସ୍ୱାମୀ ହସ ହସ ମୁହଁରେ କହିବେ, ପ୍ରିୟେ, ପଛରେ ଟିକେ ହାତ ମାରିଦେଇ କହିବେ, ପ୍ରିୟେ ସବୁ ଭଲ ତ। ବା ଯଦି ଆପଣ ପୁରୁଷ ଲୋକ, ସେ ଜଣେ କର୍ମିଣୀ, ସେ ମଧ୍ୟ ତାଙ୍କ ପିନ୍ଧା ବସ୍ତ୍ରର କାନିରେ ଦେହର ଝାଳକୁ ପୋଛି ଦେଇ ଓଠରେ ହାତ ମାରି କହିବେ, ସବୁ ଠିକ୍ଠାକ୍ ତ, ଦେହ ମୁଣ୍ଡ ଭଲ ଅଛି ତ। ସୁଖ ଲାଗିବନି? ସବୁ ସୁଖ ଆସିବ, ରୋଗ ଟିକେ କମିବ। ଦେଖିବା କ'ଣ ଲେଖା ହେଲା। ଏହି ସମୟ ତକ ଆପଣଙ୍କୁ ଧର୍ମ ଲାଭ ହେବାର ଯୋଗ ଅଛି। ଯାବତୀୟ ସୁଖ ମିଳିବ, ସବୁ ଶାନ୍ତି ମିଳିବନି, କାରଣ ଆପଣଙ୍କ ଦେହ ପ୍ରାୟ ଖରାପ ହବ, ଆଗ ଭଳି ନୁହଁ। 23-24 ନକ୍ଷତ୍ର ଭଳି ନୁହଁ। ରୋଗ ଟିକେ କମିବ, ପେଟ ଟିକେ କମିବ। ଧର୍ମ ଅଛି ପରା, ଧର୍ମ ଅଛି ମାନେ ପାଖକୁ କେହି ଆସିବେନି, କାହାକୁ ତ ଧର୍ମ ପୁରେଇ ଦେବନି ଆଉ। ହଁ,
धर्म जिते जी करुच्ची जान से निज पाई एक सुनार प्राचीर तैयारी करुच्ची जी धर्म करुनी कर्म करुच्ची खाली केमती परठू लुटिबी लांच नेबी मिछ कहबी ठकिबी अन्याय करी चोरी करी गुंडागिरी करी दमन करी तांकर पूर्व संचित धर्म को से निजे नष्ट करुच्ची। हाँ धर्म कर किंतु शांति मिलबनी कारण रोग आपण को प्राय पीड़ा देव एथिपाई डेउड़िया बांधतु दक्षिण काली मंदिर को जातु भूमिष्ठ प्रणाम करंतु ओम सं शनैश्वराय नम जपंतु कालींकर पाद को दर्शन करंतु गायत्री शास्त्र पढ़ंतु ओम दक्षिण कालिकाई विद्महे श्मशानवासिन्यै धीमहि तन्नो गौरी प्रचोदयात् शास्त्र जपंतु देह भल रही मिल आप मंगल हम यही नववर्ष इंग्रजी नववर्ष आपण को सुख शांति रखापी सुजोग दब आज मुझे नमस्कार।